ଏହି ମୋର ଜିଜେସିଏସ୍ ମିନିଷ୍ଟ୍ରି ତରଫରୁ ପ୍ରତ୍ୟେକଙ୍କୁ ମୋର ପ୍ରଣାମ। ବିଶେଷ କରି ମୁଁ ଆଜି ଗୋଟିଏ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯାହା କି ମୁଁ ସୋସିଆଲ ମିଡ଼ିଆରେ ଦେଖିଲି କିମ୍ବା ନ୍ୟୁଜ୍ରେ ଦେଖିଲି କି ଆମର ଏହି ରାୟଗଡ଼ା ଅଞ୍ଚଳର ମାରିଗୁଡ଼ା ଗ୍ରାମରେ ଲୋକଯାକ ଭୂତ ନିମନ୍ତେ ପୁରା ଭୟଭୀତ ହେଇ ଲୋକ ମାନେ ଭୂତ ଜୀବନ ନେଉଛି ଆଉ ସେମାନେ କେମିତି ରକ୍ଷା ପାଇବେ ବୋଲି ଅସ୍ତବ୍ୟସ୍ତ ହେଉଛନ୍ତି। ତ ଲୋକ ଅନେକ ଲୋକକୁ ଗୁଣିଆକୁ ବାବାଙ୍କୁ କିମ୍ବା ଯିଏକି ପୁରା ପାୱାରଫୁଲ୍ ଅଛନ୍ତି ସେମାନଙ୍କୁ ଡାକିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ବାହାର କରୁଛନ୍ତି। ମୁଁ ଏଠାରେ ସେ ନ୍ୟୁଜ୍ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହେଁ, ଆପଣମାନେ ଦେଖିପାରିବେ, ପଢ଼ି ବି ପାରିବେ। ତ ସେଥିପାଇଁ ମୁଁ ବିଶେଷ କରି ମୁଁ ପ୍ରତ୍ୟେକ ଲୋକଙ୍କୁ ଆଜି ଗୋଟେ କହିବା ପାଇଁ ଚାହେଁ, କହିବା ପାଇଁ ମାନେ ଆପଣ ଜାଣନ୍ତୁ ଯେ ଏମିତି ହେଲେ କ'ଣ ଆପଣମାନେ କରିପାରିବେ। ଆଉ ତାହା କାହିଁକିନା ଆପଣମାନଙ୍କର ଜୀବନ ଯେହେତୁ ବିପଦ, ଆମେମାନେ ଜାଣୁଅଛୁ ଯେ ଆମେମାନେ ପ୍ରତ୍ୟେକ ଆପଣମାନଙ୍କର ଭାଇ ଭଉଣୀ କିମ୍ବା ସମସ୍ତେ ଆମେମାନେ ଭାଇ ଆମେ ଜାଣୁ ଆଉ ସ୍ନେହରେ। ତେଣୁ ବିଶେଷ କରି ସେ ବିଷୟ ମୁଁ ଆପଣମାନଙ୍କୁ କହୁଛି, କାହାର ଜୀବନ ଏମିତି ଗୋଟେ ଭୂତ କିମ୍ବା ପ୍ରେତ କିମ୍ବା ଯେକୌଣସି ଅନୁସାରେ ଆପଣମାନଙ୍କର ଜୀବନ ଚାଲିଯାଉ, ସେଇଟା ଆମମାନଙ୍କର ଇଚ୍ଛା ନାହିଁ। ତ ପ୍ରିୟ ଭାଇମାନେ, ଭଉଣୀମାନେ, ଯେତେ ଜଣ ଏଇ ଭିଡ଼ିଓ ଦେଖୁଛନ୍ତି, ମୁଁ ବିଶେଷ ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ ଆଜି, ଯେହେତୁ ଭୂତ ଅଛି ନା ନାହିଁ ଆପଣମାନେ କ'ଣ ଚିନ୍ତା କରୁଛନ୍ତି, କ'ଣ ଭାବୁଛନ୍ତି? ଦେଖନ୍ତୁ, ଭୂତ ଅଛି। କେମିତି? ଆପଣମାନେ ଯଦି ଭୂତ ମୁଁ ଭୂତ ଦେଖିବା ପାଇଁ ବହୁତ ଚେଷ୍ଟା କରିଛି। ଆଉ ଦେଖନ୍ତୁ ମୁଁ କେମିତି ଭୂତ ବି ଦେଖିଛି, ଆଉ ସେଟା ମୁଁ ମୋର ଟିକେ ଜଷ୍ଟ କହିବି। କାହିଁକିନା ମୁଁ ଯେତେବେଳେ ଛୋଟ ଥିବା ସମୟରେ, କାହିଁକିନା ମୋର ଆଈ ଘର ଅଙ୍କଲ ଘର ସେମାନେ ହିନ୍ଦୁ ଲୋକ। ତ ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ ଆଉ ସେମାନେ ଗୋଟେ କ୍ୱାର୍ଟରରେ ପୂଜା ପାଠ କରୁଥାନ୍ତି କରନ୍ତି, ମୁଁ ସେ ପାଖରେ ମୁଁ ଖଟ ପକାଇଥାନ୍ତି ଆଉ ମୁଁ ସେଠି ଶୋଇଯାଏ। ଯେତେବେଳେ ମୁଁ ଶୋଇଯାଏ ସେ ଭୂତ ଆସିକି ମୋତେ ତଣ୍ଟି ଚିପେ, ପୁରାପୁରି ତଣ୍ଟି ଚିପି ଦେଇ ଗୋଟେ ଥର ତଣ୍ଟି ଚିପି ଦେଇଥିଲା। ମୁଁ ଦୌଡ଼ି ଯାଇକି ବାବାଙ୍କୁ ଧରିଲି ଆଉ ବାବା ପ୍ରାର୍ଥନା କରିଦେଲେ, ଯେହେତୁ ତାଙ୍କେ ଏବେ ତ ନାହାନ୍ତି ମୋ ବାପା ସ୍ୱର୍ଗତ। ତେଣୁ ତାଙ୍କେ ମୋତେ ଧରିଲେ, ପ୍ରାର୍ଥନା କରିବେ, ତାପରେ ସେଇଟା ସବୁ ପଳେଇଯାଏ। ତ ସେଥିପାଇଁ ଆମମାନଙ୍କର ମଧ୍ୟ କେବେ ଡର ନଥିଲା। ତ ମୁଁ ବେଳେବେଳେ କାହିଁକିନା ସେ ଗାଁରେ ମୋ ଅଙ୍କଲ ଗାଁରେ ସମସ୍ତେ ହିନ୍ଦୁ, କେଉଁଠି ମାନେ କିଏ କ'ଣ ଦେବତା ପୂଜା କରୁଛି ତାଙ୍କ ଘରକୁ ଯାଏ, ଧୀରେ ଯାଏ ଆଉ ସେମାନେ କେମିତି ପୂଜା କରୁଛନ୍ତି ଧୀରେ ମଝିରେ ପଶିଯାଏ, ଦେଖେ କ'ଣ ପୂଜା କରୁଛନ୍ତି, କୁଆଡ଼େ ସେ ଭୂତ ଅଛି କି କ'ଣ ଅଛି ବୋଲି ମୁଁ ଏପଟେ ଟିକେ ସେପଟେ ଟିକେ ଏମିତି ଏକା ଦେଖୁଥାଏ। କାହିଁକିନା ଭୂତ କୁଆଡ଼େ ଦେଖୁଥିବ କି ମୋତେ, ଭୂତ କାଳେ ମୋତେ ମାନେ ଏ ପିଲା ପ୍ରଭୁଙ୍କର ପିଲା ବୋଲି ଚିହ୍ନିଦେବ କି ମୋତେ ବୋଲିକି ମୁଁ ସେଟା ଦେଖୁଥାଏ। ତ ମୁଁ କ'ଣ କରେ ଯେ ମୁଁ ପ୍ରତ୍ୟେକ ମାନେ କେଉଁ ମନ୍ଦିରକୁ ବି ଯାଏ କି ପିଲାବେଳେ ଯାଇଅଛି, ବହୁତ ମନ୍ଦିରକୁ ଏଠାକୁ ସେଠାକୁ ଯାଇଅଛି ଦେଖିବା ପାଇଁ ସେମାନେ କେମିତି କ'ଣ କରନ୍ତି। ତାପରେ ଯେତେବେଳେ ଆଉ ପ୍ରଭୁ ଯେହେତୁ ମୋ ଜୀବନରେ ତାଙ୍କେ କାର୍ଯ୍ୟ କରିବା ପାଇଁ ଆରମ୍ଭ କଲେ, ତ ସେଥିପାଇଁ ମୁଁ ଆପଣ ପ୍ରତ୍ୟେକଙ୍କୁ କହିବା ପାଇଁ ଚାହେଁ ଯେ ଯେହେତୁ ପ୍ରଭୁ ମୋ ଜୀବନରେ କାର୍ଯ୍ୟ କଲେ, ହେଲେ ମୁଁ ଭୂତ ଦେଖିବା ପାଇଁ ଗୋଟିଏ ଦିନ କ'ଣ କରିଛି ଆପଣମାନେ ବିଶ୍ୱାସ କରିବେ ନାହିଁ। ଭୂତ ଦେଖିବା ପାଇଁ ଗୋଟେ ରାତ୍ରି ସାରା ମୁଁ ଅନିଦ୍ରା ହେଇଛି। କାହିଁକିନା ଗୋଟେ ହଷ୍ଟେଲରେ ଭୂତ ବାହାରୁଛି, ପିଲାମାନଙ୍କୁ ପୁରା ମାରୁଛି କହିଲାରୁ ସେ ଜାଗାକୁ ଯାଇ ସେ ବାହାରେ ମୁଁ ପୁରା ଅପେକ୍ଷା କରିକି ଥିଲି କେତେଟା ବେଳେ ଭୂତ ବାହାରିବ, ଦେଖିବା କେମିତିକା ଭୂତ ବୋଲି। ତ ସେ ଭୂତ ଦେଖାଦେଲା ନାହିଁ। କିନ୍ତୁ ଗୋଟିଏ ଦିନର କଥା, ମୁଁ ପଢ଼ୁଥିବା ସମୟରେ ମୋର ସାଙ୍ଗ ସହିତ ଯେତେବେଳେ ଆମେ ରାତି 12ଟାରେ ଆମେ ଗୋଟେ ସୁନସାନ ଜାଗାରେ ଆମେ ଛିଡ଼ା ହେଇଥିଲୁ, କିନ୍ତୁ ସେଠାରେ ଭୂତ କେମିତି ବାହାରିଲା, ଧୀରେ ରାସ୍ତାରେ ଧୀରେ ଚାଲି ଯାଉଛି। ଆଉ ଆମେ ଯେତେବେଳେ ପଚାରିଲୁ ତାଙ୍କୁ କିମ୍ବା ପାଟି କଲୁ, ତା ପାଖକୁ ଗଲୁ ଆଉ ଦୌଡ଼ିଲୁ, ଯେତେବେଳେ ପାଖୁ ସେ ଭୂତ ପୁରା ଗାୟବ ହେଇଗଲା।
ତ ଟିକେ ଦୌଡ଼ିଲା ଆଉ ଗାୟବ ହେଇଗଲା। ତାପରେ ଆମେ ପୁରା ଅସ୍ତବ୍ୟସ୍ତ ଡରିଗଲୁ। ତାପରେ ବାପରେ ସତରେ ଭୂତ ଅଛି। ତାପରେ ଯେତେବେଳେ ଲୋକମାନଙ୍କୁ ଭୂତ ଧରୁଛି ତ ଦେଖୁଛୁ ଆମେ ସେ ଭୂତଗୁଡ଼ାକ ସେମାନଙ୍କୁ କେମିତି ମାନେ କରୁଛି। କିଏ ତ ନିଆଁରେ ପୋଡ଼ୁଛି, କିଏ ତ କଣ୍ଟାରେ ପୋଡ଼ୁଛି, କୋଉଠି ଯେଉଁ କୌଣସି ଜାଗାରେ ମଧ୍ୟ ସେମାନେ ପୁରା ଇଏ କରିବେ। ତାଙ୍କର କିଛି ଯିବ ନାହିଁ। ତ ସେଇପରି ପରିସ୍ଥିତିରେ ସେମାନଙ୍କୁ ମାରିବା ପାଇଁ ସେ ବହୁତ ଚେଷ୍ଟା କରିଥାନ୍ତି। ତ ତ ସେତିକି ବେଳେ କ'ଣ ହୁଏ କି ଲୋକମାନେ କାହାକୁ ତ ଗୁଣିଆ ଡାକନ୍ତି, କାହାକୁ ସିଏ କ'ଣ ସେ ଗୁଣିଆ ବାବା ଡାକିଲେ ନାଇଁ ଏଟା ଦିଅ, ଛେଳି ଦିଅ, କୁକୁଡ଼ା ଦିଅ। ପୁଣି ଆଉ ଥରେ ନାଇଁ ଯଦି ମନେକର ମଣିଷକୁ ବଳି ମାଗିବ କ'ଣ କରିବ? ବହୁତ ଗୁଡ଼ାଏ ଜିନିଷ ରହୁଛି ସେଗୁଡ଼ାଏ ବିଷୟରେ। ତେଣୁ ଆମେମାନେ ଯେତେବେଳେ ଲୋକମାନେ ଫାଦର ପାଖକୁ ନିଅନ୍ତି କିମ୍ବା ପାଷ୍ଟର ପାଖକୁ ନିଅନ୍ତି, ପ୍ରାର୍ଥନା କରିଦିଅନ୍ତି, ହେଇଯାଏ, ଭଲ ହେଇଯାଏ। ତ ଆମେମାନେ ଯେତେବେଳେ ମୋ ଜୀବନରେ ମଧ୍ୟ ଆମ କେତେ କେତେ ଭିଡ଼ିଓ ମୁଁ ଆପଣମାନଙ୍କୁ ଦେଖିବା ମୋର ଇଚ୍ଛା ନାହିଁ କି ସମସ୍ତେ ଦେଖନ୍ତୁ ଏ ଭିଡ଼ିଓ ଗୁଡ଼ାକ। ଆଜି ମୁଁ ଏଥିପାଇଁ ଏ ଭିଡ଼ିଓ ଗୁଡ଼ାକ ଆପଣମାନଙ୍କ ସମ୍ମୁଖକୁ ଆଣିବା ପାଇଁ ଚାହେଁ। କାହିଁକି ନା ଯଦି ଆପଣମାନଙ୍କର ଅଞ୍ଚଳରେ ଆପଣମାନଙ୍କର ଭାଇ ଭଉଣୀମାନେ କିମ୍ବା ଆପଣମାନଙ୍କର ମା ବାପାମାନଙ୍କର ଏହିପରି ଯଦି ଅବସ୍ଥା ଅଛି ଆଉ ହେଇ ଆସିଅଛି, ତେବେ ଆପଣମାନେ ବିଶେଷ କରି ଏହି କାର୍ଯ୍ୟ କରିବା ଆବଶ୍ୟକ ଅଟେ। ଏକ ତ ଦେଖନ୍ତୁ ମୁଁ ଏହି ଭିଡ଼ିଓ ଗୁଡ଼ାକରେ ଏମାନେ ଭଲ ହେଇଛନ୍ତି ହେଲା। ଏଇ ଏଇ ଯେତେ ଝିଅମାନଙ୍କୁ ଲାଗିଛି ଭୂତ ଲାଗିଛି, ଆଉ ଏ ହେଉଛି ମାନେ ଖ୍ରୀଷ୍ଟିଆନ ଲୋକମାନେ ନାହିଁ, ଖ୍ରୀଷ୍ଟିଆନକୁ ଲାଗିଛି କିନ୍ତୁ ହିନ୍ଦୁ ଲୋକମାନଙ୍କୁ ବି ଲାଗିଛି। ବୁଝିପାରିଲେ? କେବଳ ସେମିତି ନାହିଁ କି ଖାଲି ହିନ୍ଦୁ ଲୋକମାନଙ୍କୁ ଲାଗିବ କି ମୁସଲିମ ଲୋକମାନଙ୍କୁ ଲାଗିବ, ସେମିତି ନାହିଁ। ହିନ୍ଦୁ ଖ୍ରୀଷ୍ଟିଆନକୁ ପ୍ରତ୍ୟେକ ଲୋକକୁ ଲାଗିପାରେ। ତେଣୁ ମୋର ପ୍ରତ୍ୟେକ ଲୋକଙ୍କୁ ମୁଁ କହିବା ପାଇଁ ଚାହେଁ, ଯେହେତୁ ଦେଖନ୍ତୁ କେତେଟା ଭିଡ଼ିଓରେ ଆମେମାନେ ଯେହେତୁ ମୁଁ ଯେତେବେଳେ ପ୍ରଭୁ ମୋତେ ବ୍ୟବହାର କଲେ ଆଉ ମୁଁ ଯାଇ ହେଲା ପ୍ରଭୁଙ୍କର ଅନୁଗ୍ରହରେ ଆଉ ସମସ୍ତ କାମ ପ୍ରଭୁ କଲେ, ତ ପ୍ରଭୁ ହିଁ କରିଛନ୍ତି। ତେଣୁକରି ଆପଣ ଯଦି କହିବେ ଯଦି ଆପଣ କାହାକୁ ଡାକି ପାରୁନାହାନ୍ତି, ଆପଣ ବାଇବଲ ନିଅନ୍ତୁ, ବିଶ୍ୱାସର ସହିତ ପ୍ରାର୍ଥନା କରନ୍ତୁ ଯୀଶୁଙ୍କ ନାମରେ, ସେ ଛାଡ଼ିକି ଚାଲିଯିବେ। ଏତିକି କରନ୍ତୁ। ତ ତେଣୁ କରିକି ଆପଣ ଲାଖ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ବିନା ମୂଲ୍ୟରେ ଆପଣମାନେ ସୁସ୍ଥ ହୋଇପାରିବେ। ଆପଣମାନଙ୍କର ଝିଅ କିମ୍ବା ଭାଇ ଭଉଣୀ ପ୍ରତ୍ୟେକ ଭଲ ହୋଇପାରିବେ। ତେଣୁ ମୋର ପ୍ରତ୍ୟେକ ବାପା ମା ଭାଇ ଭଉଣୀମାନଙ୍କୁ ଆଜି କହିବା ପାଇଁ ଚାହେଁ କି ଆପଣମାନଙ୍କର ଅଞ୍ଚଳରେ, ଆପଣମାନଙ୍କର ଗାଁରେ କିମ୍ବା ଆପଣମାନଙ୍କର ପଡ଼ୋଶୀରେ ଯଦି ଏହିଭଳି ପରିସ୍ଥିତି କିଛି ଅଛି, ଯଦି କାହାକୁ ଡାକି ପାରୁଛନ୍ତି ତ ଭଲ କଥା। ଯଦି ମୋତେ ମଧ୍ୟ ଆପଣମାନେ ଇନଭାଇଟ୍ କରିବେ, ମୁଁ ନିଶ୍ଚୟ ଆପଣମାନଙ୍କ ଜାଗାକୁ ଯିବି, ଆଉ ତାହା ପ୍ରଭୁଙ୍କ ନାମରେ ସେମାନେ ଭଲ ହେବେ, ଆମର ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ। ଆଉ ଯଦି ତୁମେ ବିଶ୍ୱାସ କରି ମୋତେ ଡାକୁଛ, ତେବେ ମୁଁ ନିଶ୍ଚୟ ଆପଣମାନଙ୍କ ପାଖକୁ ଆସିବି। ତେଣୁ ମୋର ପ୍ରତ୍ୟେକ ବାପା ମା ଭାଇ ଭଉଣୀମାନେ ଏହି ମେସେଜ, ଯେହେତୁ ଲୋକମାନେ କାହିଁକି ମରିଯିବେ, ଆମର ବାପା ମା, ଆମର ଭାଇମାନେ, ଆମର ଭଉଣୀମାନେ, ଆମର ଜେଜେମାନେ ଅଛନ୍ତି, କାହିଁକି ସେମାନେ ଭୂତଗ୍ରସ୍ତ ହେଇ କିମ୍ବା ଭୂତ ସେମାନଙ୍କୁ କାହିଁକି ଖାଇବ? ବୁଝିପାରିଲେ? ତେଣୁ ମୁଁ ପ୍ରତ୍ୟେକଙ୍କୁ ସୂଚନା ଦେବା ପାଇଁ ଚାହେଁ ଯେ ଏଇ ଯେଉଁ ଭିଡ଼ିଓ ଗୁଡ଼ାକ ଆପଣମାନେ ଦେଖିଲେ, ସେମାନେ ସମସ୍ତେ କ'ଣ ଭଲ ଅଛନ୍ତି। ସେ ସମସ୍ତେ ପ୍ରଭୁଙ୍କ ଅନୁଗ୍ରହରେ ସେମାନେ ଭଲରେ ଅଛନ୍ତି ବର୍ତ୍ତମାନ ସୁଦ୍ଧା। ଆପଣଙ୍କୁ ଯଦି ମୁଁ କେବେ ସେମାନଙ୍କ ଏରିଆ ଯାଏ କେବେ ଯିବି, ଟେଷ୍ଟିମନି ସେମାନଙ୍କର ସାକ୍ଷ୍ୟ ମୁଁ ଆପଣମାନଙ୍କୁ ପ୍ରେଜେଣ୍ଟ କରିବି। ତେଣୁ ଏଇ ମୋର ଜିଜେସ୍ ହିଲ୍ସ ମିନିଷ୍ଟ୍ରିକୁ ପ୍ରତ୍ୟେକ ଲୋକ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିବା ଭୁଲନ୍ତୁ ନାହିଁ। କାହିଁକିନା ମୁଁ ସବୁବେଳେ ଏମିତି ଭିଡ଼ିଓ ପକେଇ ନଥାଏ, କାହିଁକିନା ମୁଁ ଟିକେ କାହିଁକି ପକେଇବି ଏଗୁଡ଼ାକ ବହୁତ ଜିନିଷ ଭାବେ, କିନ୍ତୁ ସେଥିପାଇଁ ମୁଁ ଆପଣମାନଙ୍କୁ କହୁଛି, ଠିକ୍ ଅଛି, ଆପଣମାନେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ସେୟାର ବି କରନ୍ତୁ। ଏଇ ଭିଡ଼ିଓ ପ୍ରତ୍ୟେକଙ୍କ ପାଖକୁ ପହଞ୍ଚୁ, ଆଉ ସେମାନେ କାହିଁକିନା ଏହିପରି ପରିସ୍ଥିତି ସୃଷ୍ଟି ହେଲେ କାହାକୁ ଡାକିବେ? ଆଉ ଯଦି ପ୍ରଭୁଙ୍କର ଦାସମାନେ ଅଛନ୍ତି ସେମାନଙ୍କୁ ଡାକନ୍ତୁ, ସେମାନେ
ଭଲ ହେବେ। ଯଦି ପାରୁନାହାନ୍ତି ନିଜେ ମଧ୍ୟ ଚେଷ୍ଟା କରନ୍ତୁ, ବିଶ୍ୱାସର ସହିତ ନିଶ୍ଚୟ ପ୍ରଭୁ ଅନୁଗ୍ରହ କରିବେ। ତେଣୁ ମୁଁ ଅଧିକ କିଛି କହିବି ନାହିଁ, ଆଉ ଏତିକି କହୁଛି। ପ୍ରତ୍ୟେକଙ୍କୁ ନମସ୍କାର ସହିତ ବିଦାୟ ନେଉଛି।